ଯେତେବେଳେ ମନ୍ଦିର ଆସିଛନ୍ତି ଆପଣ ଶିବ ମନ୍ଦିର ଦର୍ଶନ କରିବା ପାଇଁ ଆସିଛନ୍ତି ଏଇ କାମଟି କେବେ କରିଛନ୍ତି ମନ୍ଦିରରେ? ଦର୍ଶନ ସାରିବା ପରେ ହଉ କିମ୍ବା ପୂର୍ବରୁ ବି ହଉ ମନ୍ଦିରରେ କେବେ ଝାଡୁ ଲଗେଇଛନ୍ତି? ମନ୍ଦିରରେ ଯଦି ଆପଣ ମାନେ ଝାଡୁ ଟିକେ ଲଗେଇବେ ତାହେଲେ ଆପଣଙ୍କର ବହୁତ ଶୁଭ ହବ, ବହୁତ ମଙ୍ଗଳ ହବ। କାହିଁକି ଜାଣନ୍ତି? ଝାଡୁ କରିବା ଦ୍ୱାରା କ'ଣ ହୁଏ ନା ଅଳିଆ ଆବର୍ଜନା ସବୁ ସଫା ହୁଏ। ଆଉ ମନ୍ଦିରରେ ଖାସ କରି ଯେତେବେଳେ ଆମେ ଘରେ ଝାଡୁ କରନ୍ତି କ'ଣ ହୁଏ? ଅଳିଆ ଆବର୍ଜନା ସବୁ ଘରୁ ବାହାରକୁ ବାହାରିଯାଏ ନା, ମାନେ ନକାରାତ୍ମକତା ଆମ ଘରୁ ବାହାରକୁ ଯାଏ। ତେବେ ମନ୍ଦିରରେ ଯେତେବେଳେ ଆପଣମାନେ ଟିକେ ଆସିକି ଝାଡୁ କରିବେ, ଯଦି ଅପରିଷ୍କାର ହେଇଥାଉ ପରିଷ୍କାର ଥାଉ ଯାହା ଥାଉ ଟିକେ ଆପଣଙ୍କର ସଫା କରିବା ଦରକାର। ଟିକେ ଝାଡୁ ମାରିଦେଲେ ତ ମନ୍ଦିରରେ ଟିକେ ଝାଡୁ ମାରିଲେ କ'ଣ ହବ ନା ଆପଣଙ୍କ ଜୀବନରେ ଯେଉଁ ନକାରାତ୍ମକତା ଅଛି, ଆପଣଙ୍କ ଜୀବନରେ ଯେଉଁ ଅଳିଆ ସବୁ ଅଛି, ଆବର୍ଜନା ସବୁ ଅଛି, ସେଥିରୁ ଆପଣମାନେ ମୁକ୍ତ ହେବେ। ତେଣୁ ଛୋଟ ଛୋଟ କଥା ମାନିଲେ ନିହାତି ଭାବରେ ଆପଣଙ୍କର ମଙ୍ଗଳ ହେବ। ତେଣୁ ମନ୍ଦିର ଆସୁଛନ୍ତି ଅଳ୍ପ ସମୟ ପାଇଁ, ବେଶୀ ଝାଡ଼ୁ ନ କରିପାରିଲେ ମଧ୍ୟ ବଡ଼ ପରିବେଶ ଅଛି, ନ କରିପାରିଲେ ନାହିଁ, ଖାଲି ବୃଷଭ ଚାରିପଟେ ବି ଟିକେ ଯଦି ଆପଣମାନେ ଝାଡ଼ୁ କରନ୍ତି ତାହେଲେ ମଧ୍ୟ ଆପଣଙ୍କର ମଙ୍ଗଳ ହେବ। ତେବେ ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ ରହିଲି। ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।